ଆଉ କେତେ ଦୁଃଖ ଦବ ଭଗବାନ। ମୋଠୁ ତ ମୋ ବାବାଙ୍କୁ ଛଡେଇକି ନେଇଗଲ। ତାପରେ ଆଜି ମୁଁ ମୋ ଜୀବନଠୁ ବି ଅଧିକା ଯାହାକୁ ଅଧିକ ଭଲ ପାଇ ଅନୁଭବ ମହାନ୍ତି ଭାଇ ତାଙ୍କ ବାବାଙ୍କୁ ବି ଦୁନିଆରୁ ଛଡେଇକି ଆପଣଙ୍କ ପାଖେ ନେଇଗଲ। କାହିଁକି ଏତେ କଷ୍ଟ ଦଉଛନ୍ତି ଭଗବାନ। ମୁଁ ଜାଣିଛି ବାବାଙ୍କୁ ହରାଇବାର କଷ୍ଟଟା କଣ ମୁଁ ନିଜେ ଫିଲ୍ କରିଛି। ଆଜି ଭାଇ ବି ସେତିକି ଧୈର୍ଯ୍ୟ ହେଇ ପଡିଥିବେ, ସେତିକି କଷ୍ଟ ପାଉଥିବେ ଯେତିକି ମୁଁ ପାଇଥିଲି 3 ବର୍ଷ ତଳେ। ଭାଇଙ୍କି କହିବି ଭାଇ ଆପଣ ଧୈର୍ଯ୍ୟ ଧରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରଭୁ ଶ୍ରୀ ବାବା ଚନ୍ଦନେଶ୍ୱର ସବୁକିଛି ଠିକ କରିବେ। ଆପଣ ସାହସର ସହିତ ଆପଣ ହଉଛି ଆଗେଇ ଚାଲନ୍ତୁ, ଏ ସମୟକୁ ସାମ୍ନା କରନ୍ତୁ। ଏ ଦୁଃଖ ତ ମୁଁ କଣ ଭଗବାନ ଆସିଲେ ବି ଏ ଦୁଃଖ କେବେ ବି ଦୂର କରିପାରିବେ ନାହିଁ। ସେଟା ତ ମୁଁ ନିଜେ ଫିଲ୍ କରିଛି ଭାଇ, ମୁଁ ନିଜେ ବୁଝିଛି। ଆପଣଙ୍କର ଜବରଦସ୍ତ ଫ୍ୟାନ୍ ଚିନ୍ମୟ ବୁଝିଛି। ସେଇଥିପାଇଁ କି ମୁଁ ଏ ଭିଡିଓଟି କରୁଛି। ତେଣୁ ଭଗବାନଙ୍କ ପାଖରେ ପ୍ରାର୍ଥନା ଆପଣଙ୍କର ବାବା ଶ୍ରୀ ଅଭୟ ମହାନ୍ତି ସାର୍ ଯୋଉଠି ବି ଥାନ୍ତୁ ଭଲରେ ଥାନ୍ତୁ। ତାଙ୍କ ଅମର ଆତ୍ମାର ସଦ୍ଗତି ହେଉ, ଏତିକି ତାଙ୍କ ପାଖରେ ମୋର ପ୍ରାର୍ଥନା। ଭାଇ ପ୍ଲିଜ ଆଉ ଥରେ କହୁଛି ଆପଣଙ୍କୁ ଧୈର୍ଯ୍ୟ ହରା ବିଲକୁଲ ବି ହୁଅନ୍ତୁ ନାହିଁ। ଆଜି ଦୁଃଖର ସମୟ ଆସିଛି, ଦୁଃଖର ପାହାଡ ଠିଆ ହେଇଯାଇଛି। ଆଜି ଆଗରୁ ତ ବହୁତ ଦୁଃଖ କଷ୍ଟ ଆପଣ ସହିକି ଆସିଛନ୍ତି, ଠିକ ମୋରି ଲାଇଫ ଭଳିଆ। ଆଉ ଏବେ ଯୋଉ ଦୁଃଖ, ସେ ଦୁଃଖର ଅନ୍ତ ନାହିଁ। ତେଣୁ ନିଜକୁ ସୁଦୃଢ କରନ୍ତୁ, ନିଜ ମନୋବଳକୁ ଟାଣ କରନ୍ତୁ, ଆଉ ସବୁକିଛି ସେ ଭଗବାନଙ୍କ ଉପରେ ଛାଡନ୍ତୁ। ମୁଁ ଜାଣିଛି ଆପଣ କେତେ ଆପଣଙ୍କ ବାବାଙ୍କୁ ଭଲ ପାଆନ୍ତି, କେତେ ସମ୍ମାନ କରନ୍ତି, ମୁଁ ଭଲ ଭାବରେ ଜାଣିଛି ଭାଇ। ତେଣୁ ସମସ୍ତେ ବି ନିଜ ବାବାଙ୍କୁ ଅଧିକ ମାତ୍ରାରେ ଭଲ ପାଆନ୍ତି। ଯୋଉମାନେ ବି ଅଧିକ ମାତ୍ରାରେ ଭଲ ପାଆନ୍ତି, ଏ ସମୟ ସେମାନଙ୍କ ପାଇଁ କି ବହୁତ କଷ୍ଟଦାୟକ ସମୟ, ବହୁତ ଦୁଃଖର ସମୟ। ପାଦ ତଳୁ ମାଟି ଘୁଷୁଡି ପଡିବା ଯାହା, ଏ ଟାଇମ ଆସିବା ମଧ୍ୟ ଠିକ ସେଇଆ। ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ସମ୍ପୂର୍ଣ୍ଣ ପରିବାରଙ୍କୁ ଧୈର୍ଯ୍ୟ ଦିଅନ୍ତୁ, ଅସୀମ ଧୈର୍ଯ୍ୟ ଦିଅନ୍ତୁ, ଆଉ ଏ ସମୟକୁ ସାମ୍ନା କରିବାର ଶକ୍ତି ମଧ୍ୟ ଦିଅନ୍ତୁ। ରହିଲି। ଜୟ ବାବା ଚନ୍ଦନେଶ୍ୱର।